बरा दुर्गा बा तोहरी साहा भरोसारे आज मु केते दिन आउ एमिति मु फलमूल खाइकी बंची थेबी। हेलो सारा दुनिया लोक मते पचारंची अरे मोहो तू के तो बापा के तो माँ के हेले लोक को मु की उत्तर देबी लो माँ की उत्तर कहार परिचय नहीं कि मो बंची ए जाए मो भी जानी नहीं मो बापा किए मो माँ किए केवल तू ही मो माँ आहु मो बापा। हेलो ये पेट पाई मो नीति काट विक्रय करवा पाई से हाट को मो जाऊँगी। हेलो लोक की उत्तर देवी আজি ठारू मो माँ आउ केही नुह तू ही मोर जन्म घोड़ा माँ तू ही मोर जन्म घोड़ा माँ। दईभ दौड़ी मनीष गाई जेणिकी तेणिले तेणिकी जाई भाग्य मोर तो यह लेखा अच्छी घर करी पुणी आउ जंगल को जाइकी काठ हाणिकी से हाट को विक्रय करने पाई हऊ विलंब करी जाए पुणी काठ खंडे आनी से हाट को नापी हम मत मु तोते बहुत दिन हेलानी देखिनी ए नयनटा तोते देखिले बुढ़ा मामुटा टिके शांति पाइबो रे बापा टिके शांति पाइबो कुआड़े गलु बापा कुआड़े गलु बाबू भणजा हे बाबू मोर नमस्कार ग्रहण करंतु बुढ़ाटे हे तो बापा बुढ़ाटे हे था उठ बापा उठ अरे बापा भलरे अच्छु बापा भलरे अच्छु हाँ बाबू मु तो भलरे अच्छी बहुत दिन हेलानी बापा तो मुख को दर्शन न करथिली रे बापा एबे टिके तो बुढ़ा मामुटा को शांति लागिला शांति हां हां बुझिलो बाबू काहे के मते गोटाए कथा खाली उके मारुची गोटिया कथा हाँ बाबू सेईटा कोन रे बापा सेईटा कोन तो मामू पर अच्छे कहि जा बापा कहि जा बुझिलो बाबू हेलो मो पर मो पेट पाई नीति काठ हाणिकी मुझे हाट को विक्रय करने जाऊँ। हाँ बाबा हाँ हेले से राज्यर समस्त लोक खाली मते पचारुचंती हे मोहन तो ठिकानाटा कौन तो बापा किए तो माँ किए हेले लोकों को की उत्तर देवी मो कहा को कौन कहबी अरे ए जाए मो परिचयटा मो केबे भी मो जानी पारि दी बोले लोकों को की उत्तरटा देबी बाबू तुम्हें तो जानी थो सत कह मो बापा किए मो माँ किए हे प्रभु जगतर जगन्नाथ मो भौणी आ मो भेणे को सही राजा वीरेंद्र सन मारिदेला बोली केमिति कहबी प्रभु केमिति कहबी बाबू कौन मन मन गुणु गुणु हो ना बाबा ना
କିଛି ନୁହେଁ ରେ ବାପା କିଛି ମୋ ପ୍ରଶ୍ନର ଉତ୍ତର ଦିଅ। ପ୍ରକୃତରେ ମୋ ଜନ୍ମ କଳ ବାପା ମା କିଏ? କହିବି ରେ ବାପା କହିବି। ଆଉ କଣ ମଲା ପରେ କହିବ? କହିବି ରେ ବାପା କହିବି। ସେଇ କଥା ଶୁଣିଲେ ତୁ କଣ ଧୈର୍ଯ୍ୟ ଧରି ପାରିବୁ? କାହିଁକି ମୁଁ ଧୈର୍ଯ୍ୟ ଧରି ପାରିବିନି? ତ ତଳର ମାଟି ଖସି ଯିବ ରେ ବାପା। ବାବୁ ଏ ତମ କଣ କହି ଯାଉଛ ମତେ? ଯା ତୋ ବାପା ମୋ ଭେଣେଇ ଆଉ ମୋ ଭଉଣୀ ଦିନ ଏମିତି ଛୋଟିଆ ଭୁଲଟେ କାମ କରିଦେଇଥିଲି ଯେ ସେଇ ରାଜା ସୁରେନ୍ଦ୍ର ସେନଙ୍କର ପିତା ବୀରେନ୍ଦ୍ର ସେନ ତୋ ପିତାକୁ ଫାଶୀ କୁଣ୍ଡରେ ଝୁଲାଇ ଦେଇଛି ବାପା। ବାବା ଆହୁରି ଶୁଣିବୁ ତୋ ବାପା ଦିନେ ଚୋରି କରିବା ସମୟରେ ସେ ସଦର ମହାନ୍ତି ଦେଖି ଦେଇଥିଲା ବୋଲି ସେ ସଦର ମହାନ୍ତି ଯାଇ ସେଇ ରାଜା ବୀରେନ୍ଦ୍ର ସେନଙ୍କୁ କହିଦେଲା ବୋଲି ତୋ ବାପାକୁ ଫାଶୀ କୁଣ୍ଡରେ ଝୁଲେଇ ଦେଇଛି। ବାବୁ କହରେ ସତ ବାପା କହୁଛ? କହ। ହଁ ବାପା ହଁ। ତାହେଲେ ସେ ରାଜା ଛୋଟାଏ ଭଲ ପାଇ ମୋ ପିତାଙ୍କୁ ସେ ଫାଶୀ କୁଣ୍ଡରେ ଝୁଲେଇ ଦେଲା। ହଁ ବାପା ହଁ। ବାବୁ ହେଲୋ ଏତେ ଦିନ ଦୀର୍ଘ ବର୍ଷ କାଳ ବିତିଗଲା। ହେଲେ ଏ କଥାକୁ ତୁମେ କାହିଁକି ମତେ ଲୁଚେଇ ଦେଲ? କେମିତି କହିଥାନ୍ତି ବାପା କେମିତି କହିଥାନ୍ତି? ତୁ ପରା ଛୋଟ ଛୁଆ ଥିଲୁ। ତୁ କଣ ଧୈର୍ଯ୍ୟ ଧରି ପାରିଥାନ୍ତୁ? ସେଇଥିପାଇଁ ରେ ବାପା ସେଇଥିପାଇଁ ତୋତେ ଏଇ କର୍ଣ୍ଣଟପୁରକୁ ନେଇ ଆସିଲି। ମୋ ପିତାଙ୍କୁ ଫାଶୀଟା ଦେଇଦେଲା ଭଳି ତୁମେ ମତେ ଜଙ୍ଗଲରେ ଆଣିକି ଛାଡ଼ି ଦେଇଛ। ହଁ ବାବା ହଁ। କଣ କହିଲ ସେ ରାଜାଟା? ବୀରେନ୍ଦ୍ର ସେନ। ବୀରେନ୍ଦ୍ର ସେନ ତା ପୁତ୍ର ହେଲା ସୁରେନ୍ଦ୍ର ସେନ ସେଇ ସୁବର୍ଣ୍ଣପୁରର ରାଜା। ଏବେ ହରାମ ଜାଦା ଏତେ ସାହସ ପୁଣି ମୋ ପିତାଙ୍କୁ ସେ ଜୀବନରୁ ହତ୍ୟା କରି ଫାଶୀ କୁଣ୍ଡରେ ଝୁଲେଇ ଦେଇଛି। ଏବେ କଣଟା କହିଲୁ ସେ ରାଜାର ନାଟା? ବୀରେନ୍ଦ୍ର ସେନ। ତା ପୁତ୍ର ହେଲା ସୁରେନ୍ଦ୍ର ସେନ। ସୁରେନ୍ଦ୍ର ସେନ ହଁ ବାବା ହଁ। ହରାମ ଜାଦା ଖାଲି ତୁ ସେଇ ସମୟକୁ ଅପେକ୍ଷା କରିଥା। ମୋ ପିତାକୁ ତୁ ଫାଶୀ ଦେଇଛୁ ଯେତେବେଳେ ତୋ ପରିବାରଟାକୁ ମୁଁ ଖତମ କରିଦେବି। ଖାଲି ସେତିକି ରହ। ହେ ଅମୋ ଇଚ୍ଛା ହଉଛି ତୋତେ ଏନେ ତଣ୍ଟି ଚିପି ଖତମ କରିଦେବା ପାଇଁ। ଆବେ ଏତେ ଗୁଡ଼ାଏ କଥାକୁ ତୁ କାହିଁକି ଲୁଚେଇକି ରଖିଥିଲୁ? ଆଉ ଶେଷରେ ମତେ ଜଙ୍ଗଲରେ ମାଙ୍କଡ଼ ସଜେଇବା ପାଇଁ ଏ ଘୋର ଜଙ୍ଗଲରେ ତୁ ମତେ ଛାଡ଼ିଛୁ। ତୋ ଭଲ ପାଇଁ ରେ ବାବା ତୋ ଭଲ ପାଇଁ। ସେ ରାଜାଙ୍କର କେତୋଟି ପୁଅ ଝିଅ? ସେ ରାଜାଙ୍କର କେହି ମଧ୍ୟ ହେଇନାହାନ୍ତି। ତା ପୁଅ ବି ହେଇନାହାନ୍ତି ରେ ବାବା। ମାନେ ଖାଲି ରାଜା ଆଉ ରାଣୀ ଅଛନ୍ତି। ହଁ ହେଲେ ରେ ବାବା ଗୋଟିଏ ସୁବର୍ଣ୍ଣ ସୁଯୋଗ ତୋ ପାଇଁ ଆସିଛି। କି ସୁବର୍ଣ୍ଣ ସୁଯୋଗ ନେଇକି ଆସିଛି? ସେଇ ସୁରେନ୍ଦ୍ର ସେନ ଦିନେ ଯାଉଛି ସେଇ ଶିବ ମନ୍ଦିରକୁ। ସେଇ ଶିବ ମନ୍ଦିରକୁ ଯାଇଥିବା ସମୟରେ ଆମେ ଯଦି ତା ରାଜ୍ୟଟାକୁ ଏମିତି ଗୋଟିଏ କୂଟଚକ୍ରାନ୍ତ କରି ହାସଲ କରିବା ଯେ ସେଇ ରାଜା ସୁରେନ୍ଦ୍ର ସେନ ମଧ୍ୟ ଜାଣିପାରିବ ନାହିଁ। ବୁଝିଲ ବାବୁ? ଭଣଜା ଖାଲି ତୁମେ ସମୟକୁ ଅପେକ୍ଷା କର। ମାନେ ଏମିତି ଖେଳେଇ ମାରିବି ତେବେ ଯାଇକି ମୋ ପିତାର ଆତ୍ମାଟା ଶାନ୍ତି ପାଇବ। ହଁ ବାବା ହଁ।
ମୁଁ ବି ସେଇଆ ଚାହୁଁଛି ରେ ବାପା, ସେଇଆ ଚାହୁଁଛି। ଖାଲି ସମୟକୁ ଅପେକ୍ଷା କର। ହଁ ବାପା ହଁ। ବେଳ ଆଉ ବିଳମ୍ବ କରିବେ ନାହିଁ, ମାନେ ବିଳମ୍ବ କରିବାନି, ଯଥା ଶୀଘ୍ର ମତେ ନେଇ ଚାଲ ସେ ରାଜାଙ୍କ ଘରକୁ। ତାହେଲେ ଠିକ ଅଛି ବାବା, ଚାଲ। ସମୟ ବିଳମ୍ବ ହେବାକୁ ଯାଉଛି। ଠିକ ଅଛି, ଚାଲ ରେ ବାବା ଚାଲ। ତେବେ ଚାଲ ମତେ ନେଇକି ସେ ରାଜାଙ୍କ ଘରକୁ। কি ঘন্টাটা ঘান্টি দেলা কি রে বাপা। ভଣଜା ପାଙ୍କର ଗୋଟିଏ ଏମିତି ଫୁଙ୍କଟା ଫୁଙ୍କି ଦେଲି ଯେ ଭଣଜା ମୋର ବାତୁଲ ହେଇଗଲାଣି। କାହିଁକି ନା, କାହିଁକି ହେବନି, କାହିଁକି ହେବନି? ସେ ପରା ମୋ ଭଉଣୀକୁ ମାରିଛି। ଆରେ ହେ ବାପା, ତୁ ଗୋଟିଏ ନା ଗୋଟିଏ ଦିନ ବହୁତ ବଡ଼ ଲୋକ ହେବୁ। ଏଇ ନଟବର ଅଛି ତ ଆପଣଙ୍କର ସବୁ କିଛି ଅଛି। ଆରେ ବାଜି ଯାଉ ଘଣ୍ଟ ଶଙ୍ଖ, ବାଜି ଯାଉ ହୁଳହୁଳି। ମୋ ଭଣଜା ଆଜି ପ୍ରତିଶୋଧ ନେବ, ପ୍ରତିଶୋଧ। ହଁ